ଭାରସାମ୍ୟ ହରାଇ ଗଛରେ ପିଟି ହେଲା ଚିପ୍ସ ବୋଝେଇ ଗାଡ଼ି। ରେଢ଼ାଖୋଲ ବୌଦ୍ଧ ରାସ୍ତାର କେନ୍ଦୁକଟା ତାରିଣୀ ମନ୍ଦିର ନିକଟରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଗାଡ଼ି ଭିତରେ ଚାପି ହୋଇ ରହିଯାଇଥିଲେ ଡ୍ରାଇଭର। ଘଟଣାସ୍ଥଳରେ ରେଢ଼ାଖୋଲ ଅଗ୍ନିଶମ ବିଭାଗ ଏବଂ ରେଢ଼ାଖୋଲ ପୁଲିସ ପହଞ୍ଚି ଡ୍ରାଇଭରଙ୍କୁ କଟର ମେସିନ୍ ସାହାଯ୍ୟରେ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ତାଙ୍କୁ ପ୍ରଥମେ ରେଢ଼ାଖୋଲ ମେଡିକାଲ ଏବଂ ପରେ ଅଧିକ ଗୁରୁତର ହେବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ଡ୍ରାଇଭର ଜଣକ ରେଢ଼ାଖୋଲ ଥାନା ତ୍ରିବାଣପୁର ପଞ୍ଚାୟତ କୁର୍ସାପାଲି ଗ୍ରାମର ହରିଶ୍ଚନ୍ଦ୍ର ଦେହୁରୀ ବୋଲି ଜଣାପଡ଼ିଛି। ଭାରସାମ୍ୟ ହରାଇ ଗଛରେ ପିଟି ହେଲା ଚିପ୍ସ ବୋଝେଇ ଗାଡ଼ି। ରେଢ଼ାଖୋଲ ବୌଦ୍ଧ ରାସ୍ତାର କେନ୍ଦୁକଟା ତାରିଣୀ ମନ୍ଦିର ନିକଟରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଗାଡ଼ି ଭିତରେ ଚାପି ହୋଇ ରହିଯାଇଥିଲେ ଡ୍ରାଇଭର। ଘଟଣାସ୍ଥଳରେ ରେଢ଼ାଖୋଲ ଅଗ୍ନିଶମ ବିଭାଗ ଏବଂ ରେଢ଼ାଖୋଲ ପୁଲିସ ପହଞ୍ଚି ଡ୍ରାଇଭରଙ୍କୁ କଟର ମେସିନ୍ ସାହାଯ୍ୟରେ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ତାଙ୍କୁ ପ୍ରଥମେ ରେଢ଼ାଖୋଲ ମେଡିକାଲ ଏବଂ ପରେ ଅଧିକ ଗୁରୁତର ହେବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ଡ୍ରାଇଭର ଜଣକ ରେଢ଼ାଖୋଲ ଥାନା ତ୍ରିବାଣପୁର ପଞ୍ଚାୟତ କୁର୍ସାପାଲି ଗ୍ରାମର ହରିଶ୍ଚନ୍ଦ୍ର ଦେହୁରୀ ବୋଲି ଜଣାପଡ଼ିଛି।